ଜୟ ଜଗନ୍ନାଥ। ଅଣସର ଘରେ କେଉଁ ସବୁ ନୀତି ପାଳନ ହୁଏ ସେ ବିଷୟରେ କିଛି ଜାଣିବା। ଆମକୁ ଜ୍ୱର ହେଲେ ଯେପରି ଚିକିତ୍ସା କରାଯାଏ, ପ୍ରଭୁଙ୍କ ଜ୍ୱରରେ ମଧ୍ୟ ସେହିପରି ନିୟମ ପାଳନ ହୁଏ। ଏହି ସମୟରେ ପ୍ରଭୁ ଅନ୍ନପ୍ରସାଦ ପାଆନ୍ତି ନାହିଁ। ଦୁଗ୍ଧ, ସର, ପଣା, ଫଳମୂଳ ଓ ଚକଟା ଭୋଗ ପାଇଥାନ୍ତି। ଘଣ୍ଟ, ଘଣ୍ଟି, ଖୋଳତାଳ ବାଜି ନଥାଏ ଅଣସର ପିଣ୍ଡିରେ। କେବଳ ଧଳା ଫୁଲ ହିଁ ପ୍ରଭୁଙ୍କୁ ଲାଗି କରାଯାଏ ଏବଂ ରାଶି ତେଲରେ ଦୀପ ଦିଆଯାଏ। ଜ୍ୱର ହେଲେ ଗୋଡ଼ ହାତ ଯନ୍ତ୍ରଣା ହୁଏ। ଏହାର ଯଥାର୍ଥତା ପ୍ରତିକାର ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କର ଫୁଲୁରି ସେବା ପାଳିତ ହୁଏ। ପୁରୀରେ ଓଡ଼ିଆ ମଠ ତରଫରୁ ଅଣସର ପଞ୍ଚମୀ ଦିନ ଏହି ସେବା ପ୍ରଦାନ କରନ୍ତି। ଏହି ଅଣସର ସେବା ମହାପ୍ରଭୁଙ୍କର ଗୁପ୍ତ ସେବା ଅଟେ। ଏହି ତେଲ 1 ବର୍ଷ କାଳ ମାଟି ପାତ୍ରରେ ପୋତା ହୋଇ ରହିଥାଏ। ଏହି ତେଲ ମାଲିସ ପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୁଅନ୍ତି ବୋଲି ବିଶ୍ୱାସ ଅଛି। ଜ୍ୱରରୁ ଆରୋଗ୍ୟ ପାଇଁ ପ୍ରଭୁଙ୍କୁ ଆୟୁର୍ବେଦୀୟ ଔଷଧ ଦିଆଯାଏ। ଏହା ପୁଣି ତାଙ୍କ ନିଜ ରାଜବୈଦ୍ୟ ସେବାୟତଙ୍କ ଦ୍ୱାରା। ରାଜବୈଦ୍ୟ ଏହି 10 ମୂଳ ମୋଦକ 10 ପ୍ରକାର ଚେରମୂଳିରୁ ପ୍ରସ୍ତୁତ କରିଛନ୍ତି। ଶାଳପର୍ଣ୍ଣି, ବେଲ, ଗୋଖରା, ଗମ୍ଭାରୀ, ଫଣଫଣା, କୃଷ୍ଣପର୍ଣ୍ଣି, କୃଷ୍ଣଚୂଡ଼ା, ଲବଙ୍ଗ, ଦେଶୀ ଘିଅ, ମହୁ, ନବାଦ ଓ ଖୁଆ ଆଦିକୁ ମିଶାଇ ଏହି ମୋଦକ ପ୍ରସ୍ତୁତ କରିଛନ୍ତି। ତାହାକୁ ଅଣସର ଦଶମୀ ଦିନ ଶ୍ରୀମନ୍ଦିରକୁ ପ୍ରଦାନ କରନ୍ତି ଏବଂ ଏକାଦଶୀ ଦିନ ଏହା ଠାକୁରଙ୍କୁ ଲାଗି କରାଯାଏ।